ପିଲାମାନେ ବର୍ତ୍ତମାନ ସମୟରେ ମୁଁ ଯଦି କହିବି ଓଡ଼ିଶା ଗଭର୍ଣ୍ଣମେଣ୍ଟ ତମମାନଙ୍କ ପାଇଁ ବହୁତ ସାରା ଭେକେନ୍ସି ନେଇ ଆସିଛି ଏବଂ ଆଣିବାର କାରଣ ହେଲା ତୁମେ ଜାଣିଥିବ ଯେ 2027ରେ ତମର ପଞ୍ଚାୟତ ଇଲେକ୍ସନ ଯେହେତୁ ରହୁଛି ସେଥିପାଇଁ ତମର ଏଠି ବହୁତ ସାରା ଭେକେନ୍ସି ଆସିବା ପାଇଁ ଯାଉଛି। ତ ଦେଖ ଯୋଉ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭେକେନ୍ସି ରହୁଛି ବହୁତ ସାରା ପିଲାଙ୍କର ଥିଲା ଯେ ସାର୍ କେତେ କଣ ଭେକେନ୍ସି ଆପଣଙ୍କର ଆସିବ ତା ଉପରେ ଟିକେ ଅପଡେଟ ଦିଅନ୍ତୁ ଯୋଉଟା କି ଆଜି ତମମାନଙ୍କୁ ମୁଁ କହିବି ଯେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ରେ ତମର କେତେ ଭେକେନ୍ସି ଆସିବ କମ୍ପ୍ଲିଟ ଅପଡେଟ ଆଜିର ଭିଡିଓ ମାଧ୍ୟମରେ ତୁମେ ପାଇବ। କିନ୍ତୁ ତା ପୂର୍ବରୁ ମୁଁ ଦୁଇଟି ଇମ୍ପୋର୍ଟାଣ୍ଟ ଇନଫର୍ମେସନ ଦେବି। ତୁମେ ଜାଣିଥିବ ଯେ ଆଉ ଅଳ୍ପ ଦିନ ଭିତରେ ତମର ପିଓ ଭେକେନ୍ସି ଆସୁଛି ତେଣୁ ତା ପାଇଁ ଆମର ଗତ କାଲି ପାଖରୁ ଗୋଟେ ନୂଆ ପିଓ ବେଚ୍ ଯାହାର ନାଁ ହେଲା ପଞ୍ଚାୟତ ଷ୍ଟାର୍ଟ ହେଇଯାଇଛି। ହଜାର ହଜାର ପିଲା ଆମର ଏଠି ଏନରୋଲ କରିସାରିଲେଣି। ତା ସହିତ ଆଉ ଗୋଟେ ଭେକେନ୍ସି ଯୋଉଟା ତୁମେ ଜାଣିଥିବ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ এই ভ্যাকেন্সি ମଧ୍ୟ ତମର ଆସିବା ପାଇଁ ଯାଉଛି ଯୋଉଟା କି ମୁଁ ତମକୁ ଆଜିର ଭିଡିଓରେ କହିବି। ଯଦି ତୁମେ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ପାଇଁ ଆବେଦନ ବା ତୁମେ ଚାହୁଁଛ ତାହେଲେ ଏଠି ଗୋଟେ ପିଲାମାନେ ଦେଖ ଯୋଉ ରହିଛି ଜିରୋ ଟୁ ରିଷ୍ଟାର୍ଟ ଏଇ ଯୋଉ ବେଚ୍ ପିଲାମାନେ ରହୁଛି ଏଇ ବେଚ୍ ରେ ତମେ ମାନେ ଏନରୋଲ କରିପାରିବ। ଜିରୋ ଟୁ ରିଷ୍ଟାର୍ଟ ଏଠି ଏନରୋଲ କରିକି ତମେ ମାନେ ପୁରା ଆରମ୍ଭରୁ ସବୁ କିଛି କମ୍ପ୍ଲିଟ ଫଣ୍ଡାମେଣ୍ଟାଲ ତମର କ୍ଲିୟର ହେଇଯିବ। ତା ସହିତ ତୁମେ ଜାଣିଛ ଯେ ଆରଆଇ ଅମିନ ପରୀକ୍ଷା ତମର ଆଗାମୀ ଦିନରେ ଅଛି। ଯଦି ତୁମକୁ ଫ୍ରି ମକ୍ ଟେଷ୍ଟ ଦରକାର ତାହେଲେ ମଧ୍ୟ ତମେ ମାନେ ଦେଖ କମ୍ପ୍ଲିଟ ଫ୍ରି ମକ୍ ଟେଷ୍ଟ ଆମ ଆପ୍ଲିକେସନ ଅଲ୍ ଏକ୍ସାମ ସାଥିକି ଯାଇକି ଦେଇପାରିବ। এটা ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଲା ଯେହେତୁ ଆଗାମୀ ଦିନରେ ପିଓ ଭେକେନ୍ସି ରହୁଛି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ରହୁଛି ଏଇ ସବୁ ପାଇଁ ତମର ଗଭର୍ଣ୍ଣମେଣ୍ଟ କମ୍ପ୍ୟୁଟର ସାର୍ଟିଫିକେଟ ମାଗିବ। ଯୋଉମାନେ ଏତେ ପର୍ଯ୍ୟନ୍ତ ଗୋଟେ କମ୍ପ୍ୟୁଟର ସାର୍ଟିଫିକେଟ ଗଭର୍ଣ୍ଣମେଣ୍ଟ ହଉ ପ୍ରାଇଭେଟ ହଉ ପିଲାମାନେ ଯଦି ତମେ ମାନେ କରିନ ତାହେଲେ ତମେ ମାନେ ଗୋଟେ 3 ମାସର କମ୍ପ୍ୟୁଟର ସାର୍ଟିଫିକେଟ କରିଦିଅ। ଯୋଉମାନେ ବି କରିବା ପାଇଁ ଚାହୁଁଛ ସ୍କ୍ରିନରେ ଆମ ନମ୍ବର ଅଛି ଆମକୁ କଣ୍ଟାକ୍ଟ କରିକି କରିପାରିବ। ହଉ ଦେଖ ଏବେ ବର୍ତ୍ତମାନ ଆମେ ଷ୍ଟାର୍ଟ କରିବା କଣ କଣ ଅପଡେଟ ଆସିଛି। ପ୍ରଥମେ ଲକ୍ଷ୍ୟ କର ଏଠି ଯୋଉ ତମର ଆସିଛି ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଯୋଉଟା କି ତୁମର ଡିଜାଷ୍ଟର ମ୍ୟାନେଜମେଣ୍ଟ ହେଲା ମାନେ ଡିଷ୍ଟ୍ରିକ୍ଟ କ୍ୟାଡରରେ ତମର ରହିବ। ଏଠି ଏଠି ଦେଖ ଅନୁଗୁଳରେ ତମର ଆସିଛି ଟୋଟାଲ 47ଟା ଏସସିବିସି ପିଲାଙ୍କ ପାଇଁ ନାହିଁ ସେମାନେ ୟୁଆର ରେ ପକେଇ ପାରିବେ। ବାଲେଶ୍ୱରରେ 39ଟି, ବରଗଡ଼ରେ 43, ଭଦ୍ରକରେ 37, ବଲାଙ୍ଗୀରରେ 43। ତାପରେ ତୁମେ ଲକ୍ଷ୍ୟ କର ବୌଦ୍ଧରେ ବହୁତ କମ ରହୁଛି, କଟକରେ 90, ଦେଓଗଡ଼ରେ ଆହୁରି କମ। ତାପରେ ତୁମର ଢେଙ୍କାନାଳରେ ଦେଖ 36, ଗଜପତି ଗଞ୍ଜାମରେ ବହୁତ ସାରା ଭେକେନ୍ସି ଆସିଛି 109। ସେମିତି ତୁମର ଯାଜପୁରରେ 37, ଝାରସୁଗୁଡାରେ 43, କଳାହାଣ୍ଡିରେ 55, କନ୍ଧମାଳରେ 38 ଏଗୁଡିକ ଟିକେ ଭେକେନ୍ସି କମ ରହୁଛି। କେଉଁଝରରେ କିନ୍ତୁ ଭଲ ଭେକେନ୍ସି ରହିଛି 71। ତା ସହିତ କୋରାପୁଟରେ ମଧ୍ୟ ତମର ଭଲ ଭେକେନ୍ସି ଅଛି। ଖୋର୍ଦ୍ଧାରେ ଦେଖ ତମର ଏଥର ପୁରା କମେଇ ଦେଲା, ଖୋର୍ଦ୍ଧାରେ ମଧ୍ୟ ବହୁତ କମ ଭେକେନ୍ସି ମାତ୍ର 20ଟି ଭେକେନ୍ସି ଦେଇଛି। 69 ଭେକେନ୍ସି ତମର ମୟୂରଭଞ୍ଜ ମାନେ ମୟୂରଭଞ୍ଜ ପିଲାଙ୍କ ପାଇଁ ଏକ ବହୁତ ବଡ ସୁଯୋଗ। ଏବଂ ମନେ ରଖ ଯିଏ ଯାହା ଡିଷ୍ଟ୍ରିକ୍ଟରେ ହିଁ ଏଟା ପୋଷ୍ଟିଂ ପାଇବ କାରଣ ଏଟା ଡିଷ୍ଟ୍ରିକ୍ଟ କ୍ୟାଡର ତମର ରହୁଛି। ନବରଙ୍ଗପୁରରେ ତମର 21 ରହୁଛି, 79ରେ ଅଛି ତମର ପୁରୀରେ। ତା ସହିତ ରାୟଗଡାରେ ତମର ଅଛି 19ଟି କମ ଭେକେନ୍ସି, ସୁନ୍ଦରଗଡ଼ରେ 72ଟି ତଥାପି ଭଲ ଭେକେନ୍ସି ରହୁଛି। ଟୋଟାଲ 1363ଟି ଭେକେନ୍ସି ପିଲାମାନେ ତମର ଏଠି ରହୁଛି। ତ ଏଠି ତମ କ୍ୱାଲିଫିକେସନ କଣ ରହିବ ଦେଖ ଯଦି ତମର କ୍ୱାଲିଫିକେସନ ଏଠି ଅଛି +2 ପାସ୍ ଅଛି ଏବଂ ତମର ବୟସ 20 ବର୍ଷରୁ 42 ବର୍ଷ ଭିତରେ ରହୁଛି ତମେ ମାନେ ଏଠି ଏଲିଜିବୁଲ ବା ଆବେଦନ କରିପାରିବ। ଏଠି ତମର ପୂର୍ବ ଭଳି ଯେମିତି ଏକ୍ସାମ ହଉଥିଲା ପ୍ରିଲିମ୍ସ ଆଉ ମେନ୍ ସେମିତି ଏକ୍ସାମ ହବନି, ସିଙ୍ଗଲ ଏକ୍ସାମ ହବ ଏବଂ ଏଟା ପିଲାମାନେ ତମର ପିଓ ସହିତ ଏଡ୍ ହେଇକି ଆସିବ। କାରଣ ତୁମେ ଜାଣିଛ ଓ ଟ୍ରିପଲ ଏସି କେବେ ବି ସିଙ୍ଗଲ ଏକ୍ସାମ କରେନି, ତାର ଯେତିକି ବି ଏକ୍ସାମ ହୁଏ ସେ ସବୁ କମ୍ବାଇନ ଏକ୍ସାମ ହୁଏ। ତେଣୁ ଏଇ ଯୋଉ ଏକ୍ସାମ ବି ତମର ହବ ଏଗୁଡା ବି ତମର କମ୍ବାଇନ ଏକ୍ସାମ ହବ ମାନେ ତୁମର ଓ ଟ୍ରିପଲ ଏସି ଯୋଉ ପିଓ ଆସୁଛି ପିଓ ସହିତ ତମର ଏଟା କମ୍ବାଇନ ହେଇକି ଆସିବ ହେଲା। ଆକୁ ଭଲସେ ମନେ ରଖ କେବେ ଆସିବ ମୁଁ ତମକୁ ଅଲରେଡି କହି ସାରିଛି। ତା ସହିତ ଆଉ ଗୋଟେ ଦେଖିଦିଅ 20/5/2026 ରେ ଯୋଉ ଅମଲା ସେବା ଯୋଉ ରହିଛି ତମର ବା ତମର ଯୋଉ ରେଭିନ୍ୟୁ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆ ତରଫରୁ ମଧ୍ୟ ଗଭର୍ଣ୍ଣମେଣ୍ଟ କିଛି ନୂଆ ଭେକେନ୍ସି ତମର ଏଠି ଆଣିଛି। ଯେମିତି ଦେଖ ତମର 1032ଟି ନୂଆ ଭେକେନ୍ସି ତମର ଏଠି ଆସିବା ପାଇଁ ଯାଉଛି ଯୋଉଠି ତମର କନିଷ୍ଠ ସହାୟକ 630ଟି, ବରିଷ୍ଠ ସହାୟକ 249ଟି, ସହକାରୀ ଉପବିଭାଗ ଅଧିକାରୀ 100ଟି, ଉପବିଭାଗ ଅଧିକାରୀ 53ଟି। ଟୋଟାଲ ଏତିକି ଭେକେନ୍ସି ତମର ଏଟା ଅପକମିଂ ରହୁଛି। ଏଟା ମଧ୍ୟ ତମର ଏଇ ଭିତରେ ମାନେ ଏଇ ଯୋଉ ଏକ୍ସାମଟା ଯିବ ତାପରେ ପିଲାମାନେ ତମର ଏଟା ଆସିବା ପାଇଁ ଯାଉଛି। ଆକୁ ଟିକେ ଭଲସେ ମନେ ରଖିଦିଅ ଏଟା ଗଭର୍ଣ୍ଣମେଣ୍ଟ ତୁମର ଅଲରେଡି କହିସାରିଛି। ତେଣୁ ଏଠି ଲକ୍ଷ୍ୟ କର ଯୋଉ ରେଭିନ୍ୟୁ ଯୋଉ ରହିଛି ତମର ମ୍ୟାନେଜମେଣ୍ଟ ରହିଛି ତା ତରଫରୁ ଅପକମିଂ ମାନେ ଆଗାମୀ ଦିନରେ
बहुत सारा वैकेंसी तुमरो आसीबा पई जाउची किंतु एई वैकेंसीटा टिके पिला माने डिले हबो एई वैकेंसीटा तुमरो टिके डिले रहइबो केने ना एटा एई रिसेंटली याकू मंजूरी मिलिची रिसेंटली एटा मंजूरी मिलिची पुनी सब डिस्ट्रिक्ट रो रिक्विजिशन जिवो पुनी से माने केते को पोस्ट फांका रहिची एटा लेट हबो लेट माने मिनिमम 2 रु 3 मास लागि पारे किंतु जो जूनियर रेवेन्यू असिस्टेंट रहउची एटा तुमरो एटी वैकेंसी आसीबो आउटे देखो तुमरो जो माने पिला पचारतलो जे सर पीओ वैकेंसी कोन जो माने एते पर्यंत टेलीग्राम ग्रुप रे जॉइन हेइनो मु सब बेले तुमको कुहे जडी तुमको चाकरी दरकार ताहले टेलीग्राम ग्रुप रे जॉइन हेइ जाओ केने ना देखो जॉइन हवा पई तुमको तो एठी कोनसी टंका दवा पई पडुनी मागणा रे जॉइन हेइ जिवो किंतु जॉइन हेले फायदा कोन हबो ना तमे एठी फ्री रे क्लास करि पारिबो सबु अपडेट सबुठु आगे पाई पारिबो एई सबु गुडी को पाइबो तेनु तमे जदी जॉइन हेइनो एबे ही जॉइन हेइ जाओ 1501 जो पीओ वैकेंसी आसीबो एटा तमरो को डिस्ट्रिक्ट रे केते कोन वैकेंसी आसीबो कहिछि ता सहित देखो पंचायत निर्वाचन पूर्वरु तमरो पीओ माने पीओ ता सहित खाली पीओ नुए पीओ एवं जूनियर रेवेन्यू असिस्टेंट ए सब गुडी को पिला माने तुमरो पंचायत इलेक्शन पूर्वरु नियुक्ति मिलिबो तो एटा गोटे तुम मानको पई बहुत बड़ अपडेट थिला जो पिला माने निज डिस्ट्रिक्ट वाइज वैकेंसी जानिया पई चाहूचो जे सर आमो जिल्ला रे केते कोन वैकेंसी अछि मु जानिया पई चाहूची सेटा भी पुनी जूनियर रेवेन्यू असिस्टेंट रे तमे माने पिला माने जाई कि चेक करि पारिबो एवं आउटे इंपोर्टेंट दिन तुम माने समस्त मने रखिता एटी तुम क्वालिफिकेशन जदि +2 पास अछि एवं तुम बयस जदि 20 रु 42 वर्ष भितरे रहउची तुम माने एटी करि परिबो तो पिला माने जूनियर रेवेन्यू असिस्टेंट पई हमरो नुवा बैच गुडी को स्टार्ट हेइ जाईची जदि तुमे पूरा जीरो रु रीस्टार्ट करिया पई चाहूचो कारण 2026 रे जो वैकेंसी आसुची जदि तुमे हाथ छडा करि दउचो देखो 2026 रे वैकेंसी आसला तुमे हाथ छडा करि देलो डिसेंबर परठू तुमरा नियुक्ति आसीबनी केना कोड ऑफ कंडक्ट तुमरो लागि जिवो तो पंचायत इलेक्शन तुमरो अछि ता माने डिसेंबर रु आरो वर्ष सेप्टेम्बर पर्यंत तुमरो कोनोसी नियुक्ति आसीबो नाही तेनु भलो भाबरे एबेटू पढ़ा पढ़ी करिकी जेमिति जूनियर रेवेन्यू असिस्टेंट हो जे कोनसी गोटे चाकरी बजेई की देखाओ हमरो बैच गुडी को ताहा भी ओडिसा रो सबुठु कम दाम रे तेनु जदि प्रिपरेशन करिया पई तुमरो स्वप्न अछि तेबे एबे ही निजर प्रिपरेशन को स्टार्ट करतियो जदि आम एप्लीकेशन ऑल एग्जाम साथी के इंस्टॉल करिनो एबे ही करि दियो तो आज पई एतिकी रही नमस्कार जय जगन्नाथ।